ପୁରୀ ଜଗନ୍ନାଥ ମନ୍ଦିର ଆନନ୍ଦ ବଜାରରେ ଘଟିଲା ବିରାଟ ବଡ଼ ଚମତ୍କାର। ଗୋଟିଏ ପରିବାରର ସବୁ ଲୋକ ଦେଖି ଆଶ୍ଚର୍ଯ୍ୟ। ହେ ପ୍ରଭୁ, ଇଏ କ'ଣ ହେଲା କହି କାନ୍ଦୁଥାନ୍ତି। ସେ ପରା ଦୟାର ସାଗର, ବିପଦର ବନ୍ଧୁ, କାହିଁ ବା ଆମ ସହିତ ଏମିତି କରିବେ। ସବୁ ସମୟର ଅନ୍ତ ଘଟିଲା, ଆଉ ଆନନ୍ଦ ବଜାରରେ ଘଟିଲା ବିରାଟ ବଡ଼ ଚମତ୍କାର। ବାହାରୁ ଆସିଥିବା ଭକ୍ତମାନଙ୍କ ସହ ଯାହା ହେଲା, ସେମାନେ ନିଜେ ବି ଜାଣିନଥିଲେ ଏତେ ବଡ଼ ଚମତ୍କାର ହେବ ବୋଲି। ସତରେ ପ୍ରଭୁ ଅଛନ୍ତି, ସତରେ ବଡ଼ ଠାକୁର ଅଛନ୍ତି। ସେ ହିଁ ଆମ ସାଥୀ, ସେ ହିଁ ଆମର ସବୁ କିଛି, ସେ ହିଁ ଆମର ଇଷ୍ଟ ଦେବତା, ସେ ହିଁ ଆମର ଆରାଧ୍ୟ ଦେବତା। ତେଣୁ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ, ପ୍ରଭୁ ଜଗନ୍ନାଥଙ୍କୁ ନିଜ ଆରାଧ୍ୟ ଦେବତା ବୋଲି ମାନନ୍ତି, ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିଦିଅନ୍ତୁ। ଭଦ୍ରକ ଜିଲ୍ଲା ବାଦଲପୁରରେ ରୁହନ୍ତି ସୋମନାଥ। ଘରେ ତାଙ୍କର ବାପା, ମା, ସ୍ତ୍ରୀ ଏବଂ ନିଜର ସାନ ଭାଇ ସହିତ ନିଜର 2ଟି ପୁଅ। ଯେତେବେଳେ ନୂଆ ନୂଆ ବାହା ହୋଇଥିଲେ ସୋମନାଥ, ସେହି ସମୟରେ ଗାଁଠୁ ଆରମ୍ଭ କରି ସମସ୍ତେ ଖୁସି ଥିଲେ। କାହିଁକି ନା ଏମିତି କୌଣସି ଦିନ ନାହିଁ ଯେ ସୋମନାଥ ଗାଁଠୁ ଆରମ୍ଭ କରି ସମସ୍ତଙ୍କୁ ସାହାଯ୍ୟ କରିନାହାନ୍ତି। ବେଳେବେଳେ ରାତି ଅନିଦ୍ରା ହୋଇ ଅନ୍ୟ ଘରେ ମଧ୍ୟ କାମ କରିଥାନ୍ତି, କିନ୍ତୁ ଟଙ୍କାଟିଏ ନେଇନଥାନ୍ତି। ବହୁତ ସାହାଯ୍ୟ, ବହୁତ ହେଲ୍ପଫୁଲ୍ ଲୋକଟିଏ। ବାପା ମଧ୍ୟ ତାଙ୍କର ସେମିତି ଥିଲେ। ଆଉ ବାପା ମଧ୍ୟ ସୋମନାଥଙ୍କର ବାହାଘର କଲେ। ପାଠ ଶାଠରେ କିଛି ନଥାଏ, ପାଠ ମଧ୍ୟ ପଢ଼ିନଥାନ୍ତି, କିନ୍ତୁ ଗାଁ ଲୋକେ ବହୁତ ଭଲ ପାଆନ୍ତି ସୋମନାଥକୁ। ପ୍ରତ୍ୟେକ କଥାରେ କେବେ ବି ନା କହିନାହାନ୍ତି, ସମସ୍ତଙ୍କ କାମରେ ସାହାଯ୍ୟ କରିଥାନ୍ତି। ରାତି ଅଧରେ ତାଙ୍କୁ ଯିଏ ଡାକିଦେବ ମେଡ଼ିକାଲ ଯିବା ପାଇଁ, ହଠାତ୍ ପଳେଇବେ। ସମସ୍ତଙ୍କର ଅସୁବିଧାରେ ଠିଆ ହୁଅନ୍ତି ସୋମନାଥ। ଆଉ ବାହାଘରରେ ମଧ୍ୟ ସବୁ ଗାଁ ଲୋକ ଉପସ୍ଥିତ ଥିଲେ। ଆଉ ଏମିତି ଚାହୁଁ ଚାହୁଁ 2 ବର୍ଷ ବିତିଗଲା। 2 ବର୍ଷ ପରେ ହଠାତ୍ ସୋମନାଥ ବାବୁଙ୍କର 2ଟି ପୁଅ ଏକା ସାଙ୍ଗରେ ଜନ୍ମ ହେଲା। ଯେତେବେଳେ 2ଟି ପୁଅ ଯୁଡ଼ୁଆ ସନ୍ତାନ ଏକାବେଳେ ଜନ୍ମ ହେଲା, ସବୁ ଗାଁଠୁ ଆରମ୍ଭ କରି ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଲେ, ତା ସହିତ ମଧ୍ୟ ବହୁତ ଖୁସି ହେଲେ। କାହିଁକି ନା 2ଟି ପୁଅ ଯାକ ପୁରା ସୁସ୍ଥ ସବଳ ଡଉଲ ଡଉଲ ହୋଇଥିଲେ। ଆଉ ବାପା ମନେ ମନେ ବହୁତ ଖୁସି ହେଇଗଲେ, ଜେଜେ ଜେଜେମା ମଧ୍ୟ ବହୁତ ଖୁସି ହେଇଗଲେ। ସେହି ସମୟରେ ସୋମନାଥ ମନେ ମନେ ଭାବିଲେ ଯେ ସ୍ୱୟଂ ଠାକୁର ମୋ ଘରକୁ ଆସିଛନ୍ତି, ଜଗା ବଳିଆ ହିଁ ମୋ ଘରକୁ ଆସିଛନ୍ତି। ଏମିତି କହି ବହୁତ ଭାବୁଥାନ୍ତି, ବହୁତ ମଧ୍ୟ ଆଖିରୁ ଲୁହ ଝରି ଯାଉଥାଏ, ଖୁସିର ଲୁହ ଝରି ଯାଉଥାଏ। ଆଉ ସେହି ସମୟରେ ସ୍ତ୍ରୀ ଜଣକୁ ଦେଖି ବହୁତ ଖୁସି ହେଇଗଲେ। କାହିଁକି ନା ଏମିତିଆ ମୁଁ ସ୍ତ୍ରୀଟେ ପାଇଛି ଯେ ସିଏ ମୋ କଥାରେ ସବୁବେଳେ ହଁ, ଆଉ କୌଣସି କଥାକୁ ସେ ମୋତେ ମନା କରିନି। ସବୁ କଥାରେ ସେ ହିଁ ଗୋଟିଏ ମୋର ସ୍ତ୍ରୀ ଯେ ମୋତେ ସପୋର୍ଟ କରିଥାଏ। ମନେ ମନେ ବହୁତ ଖୁସି ହେଲେ। ଏମିତି ଚାହୁଁ ଚାହୁଁ 3 ବର୍ଷ ବିତିଗଲା। ଆଉ ଏପଟେ ସୋମନାଥ ଗାଁ ପାଖରେ ଗୋଟେ ଟେଲର ଦୋକାନ ଚଳନ୍ତି। ଯାହା ସେଥିରେ ରୋଜଗାର ହୁଏ, ସମସ୍ତେ ବେଶ ଭଲ ଭାବରେ ଚଳନ୍ତି। ଆଉ ନିଜ ଭାଇକୁ ମଧ୍ୟ ପାଠ ପଢ଼ାନ୍ତି। ନିଜ ଭାଇର କଲେଜ ଶେଷ ହୋଇଗଲେ ଭାବିଥିଲେ ତାଙ୍କୁ ଗୋଟେ ଚାକିରିରେ ଲଗେଇଦେବି, ଆଉ ମୋ ଭାଇର ସବୁ କିଛି ଦାୟିତ୍ୱ ମୁଁ ନେବି। ଯେତେବେଳେ ସିଏ ନିଜ ଗୋଡ଼ରେ ନିଜେ ଠିଆ ହେବ, ତା କଥା ସିଏ ବୁଝିବ, ଏମିତି ମନେ ମନେ ଭାବିଥାନ୍ତି। ଚାହୁଁ ଚାହୁଁ କେତେଦିନ ଗଲା, ବହୁତ କଷ୍ଟରେ ପରିବାର ଚଳୁଥାଏ। କାହିଁକି ନା ଫ୍ୟାମିଲି ବଡ଼ ହେଲାଣି, ନିଜର ଛୁଆ ମଧ୍ୟ ବଡ଼ ହେଲାଣି, ଆଗକୁ ପାଠପଢ଼ା ଖର୍ଚ୍ଚ, ନିଜ ଭାଇର ମଧ୍ୟ ପାଠପଢ଼ା ଖର୍ଚ୍ଚ, ଏତେ ସବୁ କ'ଣ ବା କରିବେ। କେବଳ ଗୋଟିଏ ଟେଲର ଦୋକାନରେ ସବୁ ଚଳୁଥାଏ। ଆଉ ନିଜ ଘର ପାଖରେ ତୁଳସୀ ବଣ କରିଥାନ୍ତି। ସେହି ତୁଳସୀ ପତ୍ର ନେଇ ପ୍ରତିଦିନ ଜଗନ୍ନାଥ ମନ୍ଦିରରେ ନିଜ ସ୍ତ୍ରୀ ଦେଉଥାନ୍ତି। ତାଙ୍କ ଘର ପାଖରେ ଯେଉଁ ଗାଁରେ ଜଗନ୍ନାଥ ମନ୍ଦିର, ସେଇଠି ପ୍ରତିଦିନ ସେ ତୁଳସୀ ଦିଅନ୍ତି। ଆଉ ସୋମନାଥ ତାଙ୍କ ସ୍ତ୍ରୀ ଜଗନ୍ନାଥଙ୍କୁ ବହୁତ ବିଶ୍ୱାସ କରନ୍ତି। ଯେତେବେଳେ ସ୍ତ୍ରୀ ବାହା ହୋଇନଥିଲେ, ସେ ଅବିବାହିତ ଥିଲେ, ସେହି ସମୟରେ ମଧ୍ୟ ସେ ଜଗନ୍ନାଥଙ୍କ ପ୍ରେମୀ ଥିଲେ। ଆଉ ତାଙ୍କ ସ୍ୱାମୀ ଯେଉଁ ସୋମନାଥ, ସିଏ ମଧ୍ୟ ବହୁତ ପ୍ରେମୀ ଜଗନ୍ନାଥଙ୍କ ବିନା। ସେ କେବେ ବି ଏମିତି ଗୋଟିଏ ଦିନ ନାହିଁ ଯେ ପ୍ରଭୁ ଜଗନ୍ନାଥଙ୍କୁ ସେ ଦର୍ଶନ ନ କରିକି ନିଜ ଦୋକାନକୁ ଯାଇଛନ୍ତି। ତେଣୁ ପ୍ରତ୍ୟେକ କଥାରେ ସେ ସବୁ ସେଇ ଜଗନ୍ନାଥଙ୍କ ଉପରେ ଛାଡ଼ି ଦିଅନ୍ତି। କାରଣ ସେ ହେଲେ ବିପଦର ବନ୍ଧୁ, ସେ ହେଲେ ଦୟାର ସାଗର। ଏମିତି କୌଣସି ଦିନ ନାହିଁ, କୌଣସି ଅସୁବିଧା ନାହିଁ ଯେ ପ୍ରଭୁ ଜଗନ୍ନାଥ ମୋର ଡାକ ଶୁଣିନାହାନ୍ତି। ମନରେ ବହୁତ ବିଶ୍ୱାସ। ଆଉ ଏମିତି ଚାହୁଁ ଚାହୁଁ ପିଲାମାନଙ୍କର ପାଠପଢ଼ା ହେଉଥାଏ। ସ୍ତ୍ରୀ ଜଣ କହିଲେ, ଆମେ ବହୁତ ଦିନ ହେଲାଣି ପୁରୀ ଯାଇନେ, ବାହାଘର ନୂଆ ନୂଆ ବେଳେ ଯାଇଥିଲେ, ଆଜିକି ଛୁଆଙ୍କୁ 5 ବର୍ଷ ହେଲାଣି, ଛୁଆ ମଧ୍ୟ ବଡ଼ ହେଲାଣି, ଚାଲ ଟିକେ ପୁରୀ ଯିବା, ଆଉ ବାପା ମାଆଙ୍କୁ ମଧ୍ୟ ନେଇଯିବା।
ସେଇ ସମୟରେ ସୋମନାଥ ବାବୁ କହିଲେ, ସବୁ ଠିକ୍ ଯେ, କିନ୍ତୁ ବାପା ମାଆକୁ ନେବା ବା କେମିତି? ବାପା ତ ଚାଲି ପାରୁନାହାନ୍ତି, ମା ତ ଏଇଠି। ଆଉ ସେଇ ସମୟରେ ସାନ ଭାଇ କହିଲେ, ଠିକ୍ ଅଛି ଭାଇ, ମୁଁ ବାପା ମାଆଙ୍କ ପାଖରେ ରହୁଛି। ଗୋଟେ କାମ କର, ତମେ ବୁଲିକି ଆସ, ଭାଉଜ ତମେ ଏବଂ ଛୁଆ ଦିଟାକୁ ବୁଲିକି ଆସ। ଆଉ ସେଠୁ ଯାହା ଅବଢ଼ା ଆଣିବ ଆମେ ଖାଇଦେବୁ। ଆମ ପାଇଁ କିଛି ଆଣିଥିବ ପୁରୀରୁ। ସେଇ ସମୟରେ କହିଲେ, ଠିକ୍ ଅଛି, ତମେ ଯଦି ଚାହୁଁଛ ସେଇଆ, ତାହେଲେ ଆମେ ଯାଉଛୁ। ଏମିତି କହି ବାହାରି ପଡ଼ିଲେ 2 ଦିନ ପରେ। ସେଇ ସମୟରେ ବାପା ମାଆଙ୍କୁ ମୁଣ୍ଡିଆ ମାରିଲେ ଏବଂ ଛୁଆ ଦୁଇଟିକୁ ନେଇକି ବାହାରି ଗଲେ ସୋମନାଥ। ସିଧା ଟ୍ରେନରେ ବସିଲେ ଏବଂ ପୁରୀ ଗଲେ। ପୁରୀ ଜଗନ୍ନାଥ ମନ୍ଦିରକୁ ଦର୍ଶନ କଲେ। ଦର୍ଶନ କରିବା ଭିତରେ ଏଇଠି ଘଟିଗଲା ତାଙ୍କ ସହିତ ବିରାଟ ବଡ଼ ଅଘଟଣ, ଯାହା ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ ସୋମନାଥ ନିଜେ ଆସୁଥାନ୍ତି ମନ୍ଦିରକୁ, ସେହି ସମୟରେ ହଠାତ୍ ଦେଖିଲେ ଯେ ପାଖରେ ଥିବା ଗୋଟିଏ ବୁଢ଼ୀ ଲୋକଟିଏ ବସିଥାଏ। ଆଉ ସେଇଠି ମଧ୍ୟ କିଛି ସାହାଯ୍ୟ ମଧ୍ୟ କଲେ। ଆଉ ସେ ସାହାଯ୍ୟ କରିବା ଭିତରେ ତାଙ୍କର ଯେଉଁ ଟଙ୍କା ଥିଲା ଆଉ ଟଙ୍କା ନାହିଁ। ଯେତେବେଳେ ସେ ମହାପ୍ରସାଦ ଖାଇବା ପାଇଁ ଯାଉଥାନ୍ତି ଆନନ୍ଦ ବଜାରକୁ, ସେହି ସମୟରେ ପର୍ସ ଦେଖନ୍ତି ତ ତାଙ୍କର ପର୍ସ ନାହିଁ, ବା ହାତରେ ଧରିଥିବା ଗୋଟିଏ ମୁଣା ବ୍ୟାଗ୍, ସେ ବ୍ୟାଗ୍ ମଧ୍ୟ ନାହିଁ। କୁଆଡ଼େ ଗଲା ବୋଲି କହି ହଠାତ୍ ଚାରିଆଡ଼େ ବୁଲି ଦେଖୁଥାନ୍ତି। ନିଜ ସ୍ତ୍ରୀକୁ ମଧ୍ୟ ସବୁ କଥା କହିଲେ। ଆଉ ସ୍ତ୍ରୀ ଜଣକ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଆମେ ଏତେ ଦୂର ପଳେଇ ଆସିଛେ, ଆମର ଏ ସହରରେ କେହି ବି ଚିହ୍ନା ନାହାନ୍ତି, ଆମେ ଏବେ ଯିବା ବି କେମିତି? ଟଙ୍କା ନାହିଁ, ପିଲାଗୁଡ଼ା କହିଲେଣି ଭୋକ ଲାଗୁଛି, କ'ଣ କରିବା? ଏମିତି କହି ପକାଉଥାନ୍ତି। ସେହି ସମୟରେ ସୋମନାଥ ମନେ ମନେ ବହୁତ କାନ୍ଦୁଥାନ୍ତି। ଆଉ ଏପଟେ ସ୍ତ୍ରୀ ଜଣକ ମଧ୍ୟ ବହୁତ ଦୁଃଖ କରୁଥାନ୍ତି। କ'ଣ କରିବା? ହେ ଭବସାଗର, ହେ ଦୟାର ସାଗର, ହେ ବିପଦର ବନ୍ଧୁ, ପ୍ରଭୁ ଜଗନ୍ନାଥ, ତମେ ହିଁ ସାହା ଭରସା। ପ୍ରଭୁ ତମେ ହିଁ ସାହା ଭରସା, ତମେ ଚାହିଁଲେ ସବୁ କିଛି ସମ୍ଭବ। ଏମିତି କହି ସ୍ତ୍ରୀ ଜଣକ ଡାକୁଥାନ୍ତି। ଆଉ ସେହି ସମୟରେ ସ୍ୱାମୀ ଜଣକ ମଧ୍ୟ ଏପଟ ସେପଟ ହେଉଥାନ୍ତି, କାଳେ ଯଦି କେଉଁଠି ପର୍ସଟା ମିଳିଯିବ, କାଳେ ଯଦି କେଉଁଠି ସେ ଯେଉଁ ବୁଣା ବ୍ୟାଗ୍ଟା ମିଳିଯିବ। କାରଣ ମନ୍ଦିର ବାହାରେ ସେ ଜଣେ ବୃଦ୍ଧା ଲୋକଙ୍କୁ ଦେଇଥିଲେ କିଛି ଟଙ୍କା, ସାହାଯ୍ୟ ମଧ୍ୟ କରିଥିଲେ। ମନରେ ତାଙ୍କର ସବୁବେଳେ ଦୟା ଭାବ ଥାଏ। ଆଉ କିନ୍ତୁ ସେଇ ଦୟା ତାଙ୍କ ସହିତ ଏମିତି ହେବ ବୋଲି କେବେ ଭାବିନଥିଲେ। ଶେଷରେ ସୋମନାଥ ଆଉ ସହି ପାରୁନଥାନ୍ତି। ଗୋଟିଏ ଥର ଡାକିଲେ, ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ଆଜି ମୋର 2ଟି ଛୁଆ ଉପାସରେ ରହିଛନ୍ତି, ଭୋକ ଭୋକ ବୋଲି କହୁଛନ୍ତି। ମୋ ଛୁଆ ପେଟରେ ଦାନା ଗଣ୍ଡେ ପଶିଲେ ମୋ ମନକୁ ଶାନ୍ତି ଲାଗିବ। ପ୍ରଭୁ ମୋତେ ବହୁତ କଷ୍ଟ ହେଉଛି। ବାଧ୍ୟ ହୋଇକି ଆନନ୍ଦ ବଜାର ଭିତରକୁ ପଶିଗଲେ। ସ୍ତ୍ରୀ ଜଣକୁ ମଧ୍ୟ ନେଇଗଲେ। ଆଉ ସ୍ତ୍ରୀ ଜଣକ ମଧ୍ୟ ଆଶ୍ଚର୍ଯ୍ୟ ହେଉଥାନ୍ତି, ଆମ ପାଖରେ ଟଙ୍କା ନାହିଁ ବା, ଟଙ୍କା ତ ସବୁ କୁଆଡ଼େ ହଜିଗଲା, ଆମେ କେମିତି ବା ଯିବା? ସେହି ସମୟରେ ସୋମନାଥ କହିଲେ, ସବୁ ସେଇ ଜଗନ୍ନାଥଙ୍କ ଲୀଳା, ସବୁ ସେଇ ଜଗନ୍ନାଥ ଚାହିଁଲେ ସବୁ କିଛି ସମ୍ଭବ। ଆଉ କିଛି ନ ପଚାରି ସିଧା ଆଣିଲେ ଅବଢ଼ା ମାଗିଲେ। ଆଉ ସେହି ସମୟରେ ଅବଢ଼ା ମାଗିବା କ୍ଷଣି ସେଇ ଜଣକୁ ବ୍ୟକ୍ତିଙ୍କୁ କହିଲେ, ମୋ ପାଖରେ ପଇସା ନାହିଁ ବାବୁ, ମୋ ଟଙ୍କା ସବୁ ହଜିଗଲା। ମୁଁ ଟଙ୍କା ଆଣିଥିଲି ଯେ ମୋ ଟଙ୍କା ହଜିଗଲା। ଆଉ ସେହି ସମୟରେ ଅବଢ଼ା ବିକ୍ରେତା ଜଣେ ଲୋକ କହିଲେ, ଟଙ୍କା ନାହିଁ, ଆସିଛ କ'ଣ ପାଇଁ? ସେହି ସମୟରେ କହିଲେ, ମୋ 2ଟି ଛୁଆ ଖାଇବେ, ଆମେ ଖାଇବୁନି, ସେ ଛୁଆ ପାଇଁ ଆମେ ମାଗୁଛୁ। ସେହି ସମୟରେ କହିଲେ, ଆମେ ଦେଇପାରିବୁ ନାହିଁ। ଆଉ ସେଇଠି ଜଣେ ବ୍ୟକ୍ତି ଦେଖୁଥାନ୍ତି, ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଟାଣି ନେଇଗଲେ। କହିଲେ, କ'ଣ ହେଇଛି ବାବୁ? ସେହି ସମୟରେ ସୋମନାଥ କହିଲେ, ଆଜ୍ଞା ମୋ ଟଙ୍କା ସବୁ ହଜିଯାଇଛି, ଆଉ ଛୁଆ 2ଟି ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ମୁଁ ଏଇ କଷ୍ଟ ସହିପାରୁନି, ସେଥିପାଇଁ ବାଧ୍ୟ ହୋଇକି ମୁଁ ଆସିଲି ଆନନ୍ଦ ବଜାର ଭିତରକୁ। ସେହି ସମୟରେ କହିଲେ, ଅବଢ଼ା ଖାଇବ ତ? ଇଏ ଗୋଟିଏ କଥା। ଏମିତି କହି ସେ ବ୍ୟକ୍ତି ଜଣକ ଅବଢ଼ା ଦୋକାନୀକୁ ନେଇଗଲେ। ଯାହା ମନ ତାହା ଅବଢ଼ା ସବୁ କିଣିଲେ। ସ୍ୱାମୀ, ସ୍ତ୍ରୀ, 2 ଛୁଆ ପାଇଁ କିଣିଲେ। ତା ସହିତ କହିଲେ, ତମେ ସେଇଠି ବସି ଅବଢ଼ା ଖାଉଥାଅ, ମୁଁ ଏଠି ଆଙ୍କୁ ଟଙ୍କା ଦେଉଛି। ସେହି ସମୟରେ ସୋମନାଥ ବାବୁ କହିଲେ, ଆପଣ କିଏ ମହାଶୟ? ସେହି ସମୟରେ କହିଲେ, ମୁଁ ତ କିଛି ଜାଣିବା ଦରକାର ନାହିଁ, ତମେ ସେଇଠି ବସି ଖାଅ, ମୁଁ ତମ ପାଖକୁ ଯାଉଛି। ସିଧା ଛୁଆମାନଙ୍କୁ ନେଇଗଲେ, କାହିଁକି ନା ଛୁଆଙ୍କୁ ବହୁତ ଭୋକ ଲାଗୁଥିଲା। ଆଉ ଛୁଆଙ୍କ ସହିତ ସୋମନାଥ ବାବୁ ମଧ୍ୟ ପ୍ରସାଦ ଖାଇଲେ, କାରଣ ଭାଗ୍ୟରେ ଥିଲେ ଏମିତି ପ୍ରସାଦ ମିଳେ। ଆଉ ପ୍ରସାଦ ଖାଉ ଖାଉ ହଠାତ୍ ମୁହଁ ବୁଲାଇ ଦେଖନ୍ତି ତ ଦୋକାନ ପାଖରେ ସେ ବ୍ୟକ୍ତି ଜଣକ ଆଉ ନାହାନ୍ତି। ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ, ବ୍ୟକ୍ତି ଜଣକ କୁଆଡ଼େ ଗଲେ? ସାଙ୍ଗେ ସାଙ୍ଗେ ପ୍ରସାଦ ଖାଇଲେ ଏବଂ ଉଠିଲେ। ବହୁତ ଖୋଜାଖୋଜି କଲେ, ଆନନ୍ଦ ବଜାର ଭିତରେ ସବୁଆଡ଼େ ଖୋଜିଲେ, କିନ୍ତୁ ବ୍ୟକ୍ତି ଜଣକୁ ଆଉ ପାଇଲେ ନାହିଁ। ତାପରେ ମନେ ମନେ ଭାବିଲେ, ଇଏ କ'ଣ ହେଲା ପ୍ରଭୁ? ସବୁ ତମର ଲୀଳା ପ୍ରଭୁ। କାରଣ ମୁଁ ଯେଉଁ ସମୟରେ ଖାଇବାକୁ ପାଉନଥିଲି, ସେହି ସମୟରେ ଅଜଣା ବ୍ୟକ୍ତି ଆସି ମୋତେ ସାହାଯ୍ୟ କଲେ। ଥରୁଟେ ଦେଖା କରିଦିଅ ପ୍ରଭୁ, ଏମିତି କହି ଗୁହାରି କରୁଥାନ୍ତି। କିନ୍ତୁ ତାଙ୍କର ସେଇ ଦେଖା ହେଲେ ନାହିଁ ସେଇ ବ୍ୟକ୍ତି ସହିତ।
ମନେ ମନେ ଭାବିଲେ ଇଏ ସବୁ ଜଗନ୍ନାଥଙ୍କ ଲୀଳା ପ୍ରଭୁ, ଇଏ ସବୁ ଆପଣଙ୍କ ଲୀଳା। ତମ ଲୀଳା ଅପାର ପ୍ରଭୁ, ତମ ଲୀଳା ଅପାର। ଆଜି ମୋ ଦୁଇ ଛୁଆ ପେଟ ପୁରିଲା, ଆଉ ସବୁ କିଛି ଚମତ୍କାର ହେଲା। ତେଣୁ ଇଏ ହେଲା ମୋ ପାଇଁ ସବୁଠୁ ବଡ଼ ଚମତ୍କାର ପ୍ରଭୁ। ଏମିତି କହି କାନ୍ଦୁଥାନ୍ତି ସୋମନାଥ ନିଜେ। ଏମିତି କହି ପୁଣି ମନ୍ଦିର ଭିତରକୁ ଗଲେ, ଜଗାକୁ ଦର୍ଶନ କଲେ ଏବଂ ଲହମ କରି ମୁଣ୍ଡିଆ ମାରିଲେ। କାନ୍ଦି ପକାଉଥାନ୍ତି ସ୍ୱାମୀ ସ୍ତ୍ରୀ। ସେହି ସମୟରେ ମନେ ମନେ ଭାବିଲେ ଇଏ ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳା। କାରଣ ସେ ବ୍ୟକ୍ତିକୁ ଆମେ କେଉଁଠୁ ପାଉନୁ, ଏଇ ମନ୍ଦିର ଭିତରେ ମଧ୍ୟ ଖୋଜିଲୁଣି ପାଉନୁ। ଥରେ ଦେଖା ହେଇଯାଇଥାନ୍ତି କି ସେ ମହାଶୟ ଜଣକ। ଏମିତି କହି ମନ୍ଦିର ବାହାରକୁ ବାହାରି ଗଲେ। ଆଉ ପୁଣି ଆଉ ଗୋଟେ ଚିନ୍ତା ପଶିଲା ସୋମନାଥଙ୍କର, ଆମେ କେମିତି ଯିବୁ? ଟ୍ରେନରେ ତ ଧରିବ ଟିଟି, ଆମେ କେମିତି ଯିବା ଘରକୁ? ଏମିତି କହି ବହୁତ କାନ୍ଦୁଥାନ୍ତି। ଆଉ ସେହି ସମୟରେ ଚାଲି ଚାଲି ଯାଉଥାନ୍ତି ବଡ଼ ଦାଣ୍ଡରେ। ଆଉ ମନେ ମନେ ଭାବୁଥାନ୍ତି, ହେ ପ୍ରଭୁ, ତମେ ହିଁ ଆମକୁ ସାହା ହେଲ। ବ୍ୟକ୍ତି ଜଣକୁ ତ ଦେଖା ହେଲାନି, କିନ୍ତୁ ଆମେ ଯିବୁ କେମିତି? ସେହି ସମୟରେ ଟ୍ରେନରେ ବସିଲେ। ଟିକେଟ୍ ଆଉ କଲେ ନାହିଁ, ସିଧା ବସିଗଲେ ଟ୍ରେନରେ। ଆଉ ଟ୍ରେନରୁ ସିଧା ଘରକୁ ଓହ୍ଲେଇଲେ। ଟିଟି ନାହାନ୍ତି, କେହି ନାହାନ୍ତି, କୌଣସି ଚେକିଂ ନାହିଁ। ଆଉ ସେହି ସମୟରେ ନିଜ ବାପା ମାଆଙ୍କୁ ସବୁ କଥା କହିଲେ, ନିଜ ସାନ ଭାଇକି ସବୁ କଥା କହିଲେ। ଏମିତି କଥା ଶୁଣି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ ଇଏ ଥିଲା ପ୍ରଭୁ ଜଗନ୍ନାଥଙ୍କ ଚମତ୍କାର। ସେ ହିଁ ଦୟାର ସାଗର, ଆଉ କୌଣସି ଭକ୍ତର ପେଟ ସେ ଖାଲି ରଖନ୍ତିନି। ସେଥିପାଇଁ ତ ଲକ୍ଷ ଲକ୍ଷ ଲୋକ ଆସି ମହାପ୍ରସାଦ ଖାଆନ୍ତି। ଆଉ ମହାପ୍ରସାଦ ପାଇବା ବହୁତ ବଡ଼ର କଥା। ଆଉ ପ୍ରଭୁ ଜଗନ୍ନାଥଙ୍କ ଅବତାରରେ ହୁଏତ କିଏ ଆସିଥିବେ, ଏମିତି ବାପା ମା କହୁଥାନ୍ତି। ସେହି ସମୟରେ ସୋମନାଥ କାନ୍ଦି ପକାଉଥାନ୍ତି ଆଉ ନିଜ ଛୁଆକୁ ଧରି କୁଣ୍ଢେଇ ପକାଉଥାନ୍ତି। ସତରେ ପ୍ରଭୁ ଆମେ ଧନ୍ୟ ହୋଇଗଲୁ, ପ୍ରଭୁ ଆମେ ଧନ୍ୟ ହୋଇଗଲୁ। ଏମିତି କହି ସୋମନାଥ ବାବୁ ସେଇଠି ମୁଣ୍ଡିଆଟିଏ ମାରିଲେ। ତେଣୁ ଇଏ ଥିଲା ସୋମନାଥ ବାବୁଙ୍କର ଗୋଟିଏ ଛୋଟିଆ ଅନୁଭୂତିଟିଏ। ଆପଣମାନଙ୍କର ଯଦି କିଛି ଅନୁଭୂତି ଅଛି ନିଶ୍ଚିତ ଆମ ସହିତ ସେୟାର କରିବେ। ଜୟ ଜଗନ୍ନାଥ।